ଓଡ଼ିଆ ସାହିତ୍ୟ ରସାନୁମୋଦି ସୁଧୀ ଶ୍ରୋତାବନ୍ଧୁ ମାନଙ୍କୁ ମୋର ନମସ୍କାର। ବନ୍ଧୁଗଣ, ଆଜି ବଳଦେବ ରଥଙ୍କର ବହୁ ଜନାଦୃତ ବହୁ ଜନଶ୍ରୁତ ଲୋକପ୍ରିୟ କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ ସମ୍ପର୍କରେ ଆଲୋଚନା କରିବା ଏବଂ ସେହି କିଶୋର ଚନ୍ଦ୍ରାନନ୍ଦ ଚମ୍ପୁର ଏହା ପୂର୍ବରୁ ବନ୍ଧୁଗଣ ମୁଁ ପ ଗୀତଟି ଆଲୋଚନା କରିଥିଲି, ହୁଏତ ଆପଣମାନେ ଶୁଣିଥିବେ। ଆଜି ପୁଣି ଆଉ ଥରେ ସେହି କବି ସୂର୍ଯ୍ୟ ବଳଦେବ ରଥଙ୍କର କିଶୋର ଚନ୍ଦ୍ରାନନ୍ଦ ଚମ୍ପୁର ବ ଗୀତଟିକୁ ଆସନ୍ତୁ ଆଜି ଆଲୋଚନା ପରିସରଭୁକ୍ତ କରିବା ଏବଂ ବ ଗୀତରେ କ'ଣ ରାଧା କହୁଛନ୍ତି ଲଳିତାକୁ, ସେହି ସମ୍ପର୍କରେ କବି କିଭଳି ନାଟକୀୟ ଗତିରେ ନେଇଛନ୍ତି କ୍ଷୟ ପର୍ଯ୍ୟନ୍ତ ସେ କିଶୋର ଚନ୍ଦ୍ରାନନ୍ଦ ଚମ୍ପୁର ବିଷୟବସ୍ତୁକୁ ଆସନ୍ତୁ ଶୁଣିବା। ବ ଗୀତରେ ରାଧା ଲଳିତାକୁ କ'ଣ ପୁନର୍ବାର କ'ଣ କହୁଛନ୍ତି, କାହିଁକିନା ଫ ଗୀତରେ ମୁଁ ପ ଗୀତର କଥା ଆପଣ ଶୁଣିଛନ୍ତି ଏବଂ ଫ ଗୀତରେ କବି ବଳଦେବ ରଥ ଲଳିତା ରାଧା ଯେତେବେଳେ ଏ କଥା କହିଲା, ପରମାଦ ବଡ଼ ତୁହି ଗୋ ପାରୁ କେତେ ଛନ୍ଦେ ମହି, ଆଉ ରେ ପ୍ରିୟ ସହି ବଡ଼ ପରମାଦ ବଡ଼ ତୁହି, ଏ କଥା ଯେତେବେଳେ କହିଲା, ଆଜ୍ଞା ଲଳିତା କି ଛାଡ଼େ, ଆଜ୍ଞା ଲଳିତାକୁ ମଧ୍ୟ ଟିକେ ବାଧିଲା ନା ସେ କଥା। ତେଣୁ ଲଳିତା ପୁଣି କହୁଛି ଫ ଗୀତରେ, ଫାଟି ପଡ଼ିବାର ନିକୁଞ୍ଜ ସଞ୍ଚାର ଶ୍ରମ ମୋ ଚରଣ ତଳ। ଆରେ ତୁ ଏ କଥା ମୋତେ କହିଲୁ ପୁଣି ଯେ ତୋ ପାଇଁ କେତେ ଆମେ ଧାଇନୁ। ଶ୍ୟାମନାଗର ବା ସେଇ ରସିକ ପୁରୁଷ ବା ରସନାଗର ଶ୍ରୀକୃଷ୍ଣଙ୍କ ସହିତ ତୋତେ ମିଳିତ କରିବା ପାଇଁ ମୁଁ ତ ଅକ୍ଳାନ୍ତ ପରିଶ୍ରମ କରିଛି, ଅଦମ୍ୟ ଚେଷ୍ଟା ବି କରିଛି। ଆଉ ମୋର ପାଦ ତଳ ଫାଟି ଯାଇଛି ଧାଇଁ ଧାଇଁକିରି ନିକୁଞ୍ଜ, ଯମୁନାର ତଟରେ ଯେଉଁ କୁଞ୍ଜ ଅଛି ଯେଉଁଠିକି ସେ ସବୁ ଅଧିକାଂଶ ସମୟ ରହନ୍ତି ନିଭୃତରେ ଏକାନ୍ତରେ, ମୁଁ ତାଙ୍କ ସହିତ ମିଳିତ ତୋ କଥା କହିବା ପାଇଁ, ଅନୁନୟ ବିନୟ କରିବା ପାଇଁ ମୋର ପାଦ ଫାଟି ଯାଇଛି, ରକ୍ତ ବାହାରିଛି, ଜାଣିଛୁଟି। ଏଣୁ ଫାଟି ପଡ଼ିବାର ନିକୁଞ୍ଜ ସଞ୍ଚାର ଶ୍ରମ ମୋ ଚରଣ ତଳ, ମୋ ପାଦ ଫାଟି ଯାଇଛି ସେଥିପାଇଁ ଧାଇଁ ଧାଇଁକିରି, 100 ନୁହେଁ 1000 ବାର ମୁଁ ଧାଇଁଛି। ଅଥଚ ଶେଷକୁ ମୋତେ କହୁଛୁ କ'ଣ ନା ପରମାଦ ବଡ଼ ତୁହି, ଅର୍ଥାତ୍ ଶେଷକୁ ଫ ଗୀତରେ କବି ଲଳିତା କହୁଛି ଫତୁରି ଖୋର ଆଖର ହେବାର, ମୁଁ କପଟ ଛଳନାମୟୀ କପଟ କଥା ତୋତେ କହୁଛି, ପ୍ରତାରଣା କଥା କହୁଛି, ଇଆଡ଼ୁ ସିଆଡ଼ୁ ଗୋଟେ କଥା କହୁଛି, ଏ କଥା ଫତୁରି ଶବ୍ଦ ଦେଇଛନ୍ତି, ଯାବନିକ ଶବ୍ଦ। ଫତୁରି ଖୋର ମିଛୁଆ, ଫତୁରି ଖୋର ଆଖର ହେବାର ଏକା ଏହି ସିନା ଏଠୁ ଫଳ। ଆରେ କିଶୋରୀ ଫିଟିଗଲା ଯେ, ହୋ ମୁଁ ଏବେ ଭଲ ଭାବରେ ଜାଣିଗଲି, କାରଣ ଆଜ୍ଞା ମୋ ଗୀତରେ ଆଉ ଯୋଉ 3ଟା ଗୀତ ପରେ ମୋ ଗୀତରେ ମିଳିତ ହେବେ ନା, ଏଣୁ ରାଧା ନିଶ୍ଚୟ ଜାଣିଲେଣି ଯେ ମୋତେ ଏଇଭଳି ଟିକେ ଛଳନାମୟୀ ଛଳନାପୂର୍ଣ୍ଣ କଥା କହୁଛି, କପଟର କଥା କହିକିରି, କିନ୍ତୁ ପ୍ରକୃତରେ ଲଳିତା ବାଟ ପଥ ଶ୍ରୀକୃଷ୍ଣଙ୍କ ସହିତ ମିଳିତ ହେବାର ପଥ ସୁଗମ କରିଦେଇଛି। ତେଣୁ ଫିଟିଗଲା ଯେ ସନ୍ଦେହ, ମୁଁ ବର୍ତ୍ତମାନ ଜାଣିଲି ମୋ ମନରେ ଯେଉଁ ଟିକେ ସନ୍ଦେହ ଥିଲା ବର୍ତ୍ତମାନ ସେଇଟା ମୋର ପରିଷ୍କାର ହୋଇଗଲା ଯେ ଫୁଲିଗଲୁ, ଏଇ ଯେଉଁ ଶବ୍ଦ ଦେଇ ଫୁଲିଗଲୁ କିଲୋ, ଫୁଲିଗଲୁ ଫୁଲ ଲଲାମ ରସିକା। ତୁ ତ ବର୍ତ୍ତମାନ ଜାଣିଗଲୁଣି ଯେ ହଁ ଶ୍ୟାମ ନାଗର ବା ରସରାଜ ରସିକରାଜ ସେ ଶ୍ୟାମ ନାଗର ଆଉ ଭଗବାନ ଶ୍ରୀକୃଷ୍ଣ ତୋ ପ୍ରେମରେ ମଧ୍ୟ ଅନୁରୂପ ଭାବରେ ବନ୍ଧା ହେଇଗଲେଣି, ତେଣୁ ସେ ନିଶ୍ଚୟ ତୋ ସାଙ୍ଗରେ ମିଳିତ ହେବେ, ଏଥିରେ ସନ୍ଦେହ ନାହିଁ। ଏ କଥାଟା ତୁ ଜାଣିଗଲୁଣି, ଭଲ ଭାବରେ ଜାଣିଯିବାରୁ ବର୍ତ୍ତମାନ ଫୁଲିଗଲୁଣି, ତୁ ନିଜେ ଫୁଲେଇ ହେଇଗଲୁଣି। ତେଣୁ ଫୁଲିଗଲୁ ଫୁଲ ଲଲାମ ରସିକା, ଜାଣି ପରା ଶ୍ୟାମ ସ୍ନେହ, ଯେ ଶ୍ୟାମଙ୍କର ତୋ ପ୍ରତି ପ୍ରଣୟ ଲାଳସା ବା ପ୍ରେମ ଲାଳସା କିଭଳି ରହିଛି ଏବଂ ତାଙ୍କ ସହିତ ତାଙ୍କ ସ୍ନେହ ତୋ ପ୍ରତି କିଭଳି ଅତୁଟ ରହିଛି, ସେ କଥା ତୁ ଭଲ ଭାବରେ ଜାଣିଗଲୁଣି। ତେଣୁ ଆଉ ନିଶ୍ଚୟ ୟା ପରବର୍ତ୍ତୀ ପର୍ଯ୍ୟାୟ ହେଲା ତାଙ୍କ ସହିତ ତୁ ମିଳିତ ହେବୁ, ତେଣୁ ମୋତେ ଆଉ କାହିଁ ପଚାରିବୁ। ତେଣୁ କିନ୍ତୁ ଏତିକି ଜାଣେ ଯେ ସେଇତିକି କରିବା ପାଇଁ ମୋର ପାଦ ଫାଟି ଯାଇଛି, ଫାଟି ପଡ଼ିବାର ନିକୁଞ୍ଜ ସଞ୍ଚାର ଶ୍ରମ ମୋ ଚରଣ ତଳ, ସେଥିପାଇଁ ମୋର ଚରଣ ତଳ ପାଦ ତଳିପା ତଳିପା ଆମେ କହେ ଫାଟିକିରି ରକ୍ତ ମଧ୍ୟ ବୋହିଛି। ଅଥଚ ତୁ ମୋତେ ଏ କଥା କହିପାରୁଛୁ, ଏଇଭଳି ନିଷ୍ଠୁର କଥା କହିପାରୁଛୁ। ଏହିପରି ଭାବରେ ଫ ଗୀତରେ ଆଜ୍ଞା ଲଳିତା କହିବାରୁ ଆସନ୍ତୁ ଶୁଣିବା ବ ଗୀତରେ କବି କ'ଣ କହୁଛନ୍ତି ରାଧାଙ୍କ ମୁଖରେ ପୁଣି ଲଳିତାକୁ। ଏଇ କଥା ଯେତେବେଳେ ଲଳିତା ଆଜ୍ଞା କହିଲା, ଟିକେ ଲଳିତା ମଧ୍ୟ ଅଭିମାନ କରିକିରି କହିଲା ନା ରାଧାଙ୍କୁ, ଆରେ ମୁଁ ଧାଇଁ ଧାଇଁ ତ କାମ କଲି, ଅଥଚ ବର୍ତ୍ତମାନ ତୁ ଯେତେବେଳେ ଜାଣିଗଲୁ ଶ୍ୟାମନାଗର ସାଙ୍ଗରେ ମିଳିତ ହେବୁ, ମୋତେ ଆଉ କାହିଁ ପଚାରିବୁ, ଆମେ ଆଉ କିଏ, ଏଇ କଥା ଯେତେବେଳେ କହିଲା ଟିକେ ଏଥିରେ ଅଭିମାନ ରହିଛି। ତେଣୁ
तार मान बा अभिमान को टिके भंग करने राधा मुखरे बा राधा मुखरे कवि सूर्य बलदेवर तो ब गीत कौन कहते आसतु शुणा विचक्षणा रे विचक्षणा रे बिना तो प्रीति के गति अच्छी जगती रे विचक्षणा रे बिना तो प्रीति के गति अच्छी जगती रे विचक्षणा रे बोली देली सीना गेले हसी कि चमत्कार शब्द विन्यास बोली देली सीना गेले हसी विश्वे तू सम काहि विश्वासी बांधी बाकू मो मन तू फासी विशेषरे मो हृदंतर विशेषरे मो हृदंतर तोते जणा रे विचक्षणा रे एठी आ परमाद शब्द बसई ना परमाद बड़ तुई ना राधा कहते ललिता को विचक्षणा हाँ सी जो निजक टे मान कला तार मान भंग करने अभिमान परित्याग करने मनरू आई प्रिय सखी ललिता को राधा कहते रे विचक्षणा रे बुद्धिमती विचक्षणा अर्थात सबू कथार ये पारंगम ये विचक्षणा वा बुद्धिमती बिना तो प्रीति के गति अच्छी जगत रे अरे तो प्रीति बिना तू मत ये कथा कहना आओ तो प्रीति बिना तो स्नेह बिना तो प्रेम बिना मोर गति जगत रे अच्छी कि हाँ मोर बिना तो प्रीति के गति जगत आउ के अन्य सखी से हो पार कि तो छड़ा तेणु बिना तो प्रीति के गति ये जगत रे मोर गति नहीं बोली जाने तू एका मोर सुख दुखर साथी बाल्यकाल ये पर्यंत तू सब कथा मोर जानू मोर हृदंतर मोर हृदय मोर बाहर भीतर मन कथा हृदयर कथा प्राणर कथा अंतर कथा तू ही जानू तेणु बिना तो प्रीति के गति अच्छी तो प्रीति बिना मोर कौन अन्य गति किसी ना तेणु मु रे प्रिय सखी तू ये आओ मनरू दूर करे मुझे किसी तो प्रति कठोर वाक्य प्रयोग कर परिहार करे तेणु विचक्षणा शब्दटी देले आउ कौन कवि कहते बोली देली सीना गेले हसी विश्वे तो सम काहि विश्वासी बांधी बाकू मो मन तू फासी विशेषरे मो हृदंतर तोते जड़ा रे विचक्षणा रे मुझे गेलर ते कहीदेली बोली देली सीना गेले हसी राधा हसिकी कहते अरे मुझे गेलर एमती कहीदेली थटारे आम कौन सांगसाथी थटा हुए कि प्रयास एमती तो आम हुए तेणु मुझे गेलर सीना एमती टे कहीदेली आओ विश्व तो सम के विश्वासी विश्व समग्र संसार रे ललिता भली राधार विश्वासी प्रिय सखी किए से अच्छी मत कह विश्व तो सम तो सदृश विश्वासी मोर एकांत निजर आओ जी कि गोपन कथा कहीपे प्रिय सखी पाखे तो छड़ा मोर आ किए से विश्वासी ये अच्छी तो मो तो उपर मोर अखंड विश्वास ये पर्यंत पूर्ण विश्वास अच्छी मुझे गेलरे बा थटारे टिके कहीदेली जे तू कथा को एत बाट नहीं गलु ओहो या बोली राधा कहते आउ कौन कहते ना बांधा को मो मन तू फासी मो मन को बांधापी तू हूँ गोटे फास सदृश डोर फास हाँ जमी फासरे लोक बंधन अरे बांधी दे से भली मो मन को तू तोर प्रेम फासरे तोर स्नेह रज्जुरे बांधि देचु एवं विशेष
मो हृदंतर तोते जना आ मोर हृदयर अंतर मो हृदय थिबा अंतर बा स्नेह गभीरतम स्नेह मो तो प्रति कौन तू मध्य जानिचु एवं मोर हृदयर कथा को विशेष मो हृदंतर अर्थात मोर हृदयर बा अंतर गोपन कथा को तू ही जानिचु मु तते जिते गोपन कथा सब कही आउ को सखी आगे कही कि एते तो सखी सब अच्छा तोते ही जना तेणु विशेष मो हृदंतर तोते जना आउ मु तते टिके थटारे परिहास गेलरे कहीदेली तू कथा को एते धरी नबू कथा को बोली मु तो जानी नथली कवि आउ कौन कहते आसतु शुणा लड़ी राधा मुखरे ललिता प्रति विश्वम्भरार खेल काळू बही प्राण परी परी पाळू विधि बसु निसर्ग कृपाळू ब्रजे हेउछि एहि दिन दिव बाजोणा रे विचक्षणा रे विश्वम्भरा रज खेल काळू अरे तू मोर मो हृदंतर मोर गोपन कथा हृदयर कथा आज नुहे तू विश्वम्भरा अर्थात धरा पृष्ठ रे धूली खेल दिनु शैशवरू पिला दिनरू तू जानिचु मते मोर हृदयर कथा को तू आज नुहे पिला दिनरू जानिचु विश्वम्भरा बोले आज्ञा पृथ्वी बा शैशव अवस्था रे आम जिते धूली खेलुले दांडे से दिन तू मते जानिचु मोर हृदयर कथा को मोर अंतर कथा को विश्वम्भरा रज बोले आज्ञा धूली धूली खेल दिनरू पिला दिनरू अत्यंत शैशव कालरू तू जानिचु भल भाव बही प्राण परी मते मोर बही प्राण मोर गोटे ये अंतर प्राण अच्छी तू मोर आउ गोटे प्राण बही प्राण परी मते परिपाल मते मध्य परिपालन करिचु एवं आउ कौन करिचु विधि बसु निसर्ग कृपाळु एवं मो प्रति तोर दयार्द हृदय तोर उदार हृदय दयाशीलता पिला दिन जना पड़ी निसर्ग अर्थात जो थे कि छंद कपट किसी ना स्वतः मो प्रति तोर स्नेह प्रेम पिला दिन आज पर्यंत अतुट रही एवं रही विधि बसु भाग्यवशरू विधि बसु भाग्यवशरू आ तू मोर विधि बसु निसर्ग शब्दटी देले निसर्ग स्वतः परिस्फुट हुए जो अन्य प्रति स्नेह प्रेम यहाँ कृपाळु भाव कृपाळु दयार्द चित्त तू दयाशीला एवं आउ कौन कहते ब्रजे हेउछि एहि दिन डिम बाजोणा रे विचक्ष अरे बुद्धिमती ललिता ब्रजरे गोपपुर रे कथा 16 सहस्र गोपांगना गोप युवती अच्छा भितर अनेक नित्य सखी अच्छा साधारण सखी अच्छा इत्यादि आ प्रिय सखी तू हूँ मोर एकांत शैशवरू धूली खेल दिन गोपदाण्डे ब्रजदाण्डे धूली खेलिया दिन ठारू तोर भाव मो प्रति सीटा रही एणु ब्रजे हेउछि डिंडिम गोपपुर रे जहाँ को पचारे तू अरे राधा प्रिय ललिता हूँ राधा प्रिय सखी अंतरंगा सखी ये कथाटा डिंडिम बाजुची बाजा बाजुची गोपरे ब्रजदाण्डे आउ कौन कवि कहते आसतु शुणा बिके किणे जे जाहाकू स्नेह बड़ ताठारू जीवन नोहे बड़ ताहाठारे सीना सहे बहिरंगे बुलुछंती आहा शब्द केमती संयोजना देखो बहिरंगे बुलुछंती देख गणारे विचक्षणा रे बिना तो प्रीति के गति अच्छी जगती रे विचक्षणा रे विचक्षणा रे बुद्धिमती आउ मु ते कौन टिके इाड़ू सियाड़ू बेलरे कहीदेली बोली कथाटा तू एते गुरुत्व देकरी मान कर अभिमान कर मो उपर रागी जाइछु टिके नाई नाई से कथा नुहे देखे बिके किणे जे जहाँ को स्नेह जे स्नेहरे जहाँ को बांधी रखी बिके किणे बोली गोटे शब्द देले हाँ स्नेहरे जे किणी देइछि
ଆଉ ସ୍ନେହରେ ଯିଏ ବିକି ହେଇଯାଇଛି, ସ୍ନେହରେ ଯିଏ କିଣି ହେଇଯାଇଛି, ଏଇଭଳି ତୋର ମୋର ପ୍ରୀତିର ଭାବ, ପ୍ରୀତିର ବା ପ୍ରେମର ଗଭୀରତା ଏଇଭଳି। ମୁଁ ତୋ ପାଖରେ ବିକି ହେଇଯାଇଛି, ତୁ ମୋ ପାଖରେ ବିକ୍ରି ହେଇଯାଇଛି। ମୁଁ ତୋ ପାଖରେ କିଣି ହେଇଯାଇଛି, ତୁ ମୋତେ ମଧ୍ୟ କିଣି ନେଇଛୁ। ଏଇଭଳି ଯେଉଁ ବିକା କିଣା ପ୍ରୀତିର ଭାବ, ଅତୁଟ ସମ୍ପର୍କ ପିଲାଦିନୁ ରହିଛି। ଯାହାକୁ ସ୍ନେହ ବଡ଼ ତାଠାରୁ ଜୀବନ ନୁହେଁ, ତାଠାରୁ ଜୀବନ ବଡ଼ ନୁହେଁ। ମୁଁ ହୁଏତ କିଛି ଛାଡ଼ି ଦେଇପାରେ, ଜୀବନ ତାଠାରୁ କିଛି ନୁହେଁ। ଏ ଜୀବନକୁ ମଧ୍ୟ ମୁଁ ତୁଚ୍ଛ ଜ୍ଞାନ କରୁଛି। ଆଉ ତୋ ସ୍ନେହକୁ, ତୋ ପ୍ରେମକୁ ମୁଁ ସବୁଠାରୁ ଶୀର୍ଷ ସ୍ଥାନ ଦେଇଛି ବା ବଡ଼ କରିକି ରଖିଛି। ଆଉ ଏତିକି କଥା, ଯିଏ ବିକେ କିଣେ ଯାହାକୁ ସ୍ନେହରେ, ସିଏ ଦୁଇ କଥା ଟିକେ କହିଦିଏ। ଆଉ ସବୁବେଳେ ଥଟା ପରିହାସ ଟିକେ କଥାବାର୍ତ୍ତା କରିଦିଏ। ମୁଁ କ'ଣ କହିଦେଲି ବୋଲି ତୁ କଥାକୁ ଏତେ ଗୁରୁତ୍ୱ ଦେଇ ଧରିଦେଲୁ, ମାନ ମୋ ଉପରେ କରିଛୁ, ସେ ମାନକୁ ପରିତ୍ୟାଗ କରେ। ବିକେ କିଣେ ଯେ ଯାହାକୁ ସ୍ନେହ ବଡ଼ ତାଠାରୁ ଜୀବନ ନୁହେଁ, ଏ ଜୀବନ ତୁଚ୍ଛ, ବଳ ତାହାଠାରେ ସିନା ସହେ। ଆରେ ଯିଏ ସ୍ନେହରେ ଯାହାକୁ ଯିଏ ବାନ୍ଧି ଦେଇଛି, ସ୍ନେହରେ ଯାହା ପାଖରେ ଯିଏ ପ୍ରେମରେ ବିକ୍ରି ହେଇଯାଇଛି ବା ବିକି ଦେଇଛି ଜୀବନକୁ, ତାଠି ଜୀବନ କିଛି ନୁହେଁ। ତା ପାଖରେ ଏକା ବଳ, ତା ପାଖରେ ସବୁ କଥା ମଣିଷ କହିପାରେ। ବଳ ଶବ୍ଦ ଗୋଟିଏ ଦେଲେ, ତାହାଠାରେ ବଳ ଏକା ସିନା ଶୋହେ, ଶୋଭା ପାଏ। ତାଠାରେ ତାକୁ କହିବାର ଅଧିକାର, ଥଟ୍ଟା ମଜା କରିପାରେ, ଗୋପନ କଥା କହିପାରେ, ଟିକେ କେତେବେଳେ ରାଗରୁଷା ମଧ୍ୟ ହେଇପାରେ। ବଳ ତାହାଠାରେ ସିନା ଶୋହେ, ଶୋଭା ପାଏ। ଆଉ ବହିରଙ୍ଗେ ବୁଲୁଛନ୍ତି ଦେଖ ଅଗଣାରେ, ବହିରଙ୍ଗେ ଏଇଭଳି ଅନେକ ସଖୀ ଅଛନ୍ତି। ମୁଁ କହିଛି ଆଗରୁ ଯେ ପ୍ରିୟ ସଖୀ, ନିତ୍ୟ ସଖୀ, ସାଧାରଣୀ, ଏଇଭଳି ଅନେକ ଶହ ଶହ ଦାସ ଆସି ତ ବୃଷଭାନୁ ଯେ ମାନ ଆଜ୍ଞା। ତେଣୁ ଶହ ଶହ ଦାସୀ ତୋ ଭଳି, ତୋ ପରି କିଏ ଅଛି? ଶହ ଶହ ଦାସୀ ଅଗଣାରେ ବୁଲୁଛନ୍ତି, ଦାଣ୍ଡରେ ବୁଲୁଛନ୍ତି। ଏବଂ ଅଗଣା ଶବ୍ଦର ଅର୍ଥ ଯୋଡ଼ି ହେଉଛି ଆଜ୍ଞା। ଅଗଣା ମାନେ ନ ଗଣା, ଅର୍ଥାତ୍ ଅଗଣତି, ନ ଅଗଣାରେ। ଅଗଣା ବୋଇଲେ ଗଣି ହେବନି, ତାଙ୍କୁ ଗଣନା କରିହେବନି, ତାଙ୍କ ସଂଖ୍ୟା 100 କି 1000 ହେବେ। ଏଇଭଳି ଅଗଣା, ନ ଗଣି ହେବେନି, ଗଣିଲେ ଅଗଣତି ସଖୀ, ବହିରଙ୍ଗା ସଖୀ ବୁଲୁଛନ୍ତି। ଆଉ ଅଗଣା କହିଲେ ମଧ୍ୟ ଦାଣ୍ଡ ଅଗଣା ବା ପୁର ଅଗଣା, ଅଙ୍ଗନ ଯାହାକୁ ଆମେ କହୁଛେ। ଏମିତି କେତେ ସଖୀ ବୁଲୁଛନ୍ତି, କିନ୍ତୁ ତୋ ପରି ପ୍ରିୟ ସଖୀ ମୋର, ଅନ୍ତର କଥା ଜାଣିବାର ଆଉ ସ୍ନେହରେ ବାନ୍ଧି ରଖିଥିବାର କେତେ ଜଣ ଅଛନ୍ତି। ବହିରଙ୍ଗେ ବୁଲୁଛନ୍ତି ଦେଖ ଅଗଣା, ଅଗଣତି ପ୍ରିୟ ସହି ବିଚକ୍ଷଣାରେ। ଆଉ କ'ଣ କବି କହୁଛନ୍ତି? ବୋଲେ ଅଷ୍ଟ ଦୁର୍ଗର ମଘବା, ବଲ୍ଲୀ ନିକଟକୁ ଚାଲ ଯିବା, ବଂଶୀ ଗୀତ ପିୟୁଷ ପିଇବା, ବଂଶୀ ଗୀତ ପିୟୁଷ ପିଇବା, ବିଭାବରୀ ପାହୁନ ଆ। ରାଧା କେମିତି କହୁଛନ୍ତି ଦେଖନ୍ତୁ, ବଡ଼ ଚମତ୍କାର। କବି ସୃଜନା ବଳଦେବ ରଥ ନା ସେ କବି କିଡ଼େ ନାଟକୀୟ କରିଛନ୍ତି। ଏଇ ଉକ୍ତିରେ, ଉପସଂହାରରେ କେଡ଼େ ସୁନ୍ଦର କଥା କହୁଛନ୍ତି। ବିଭାବରୀ ନ ପାହୁଆ ଶିବା ଅଜଣାରେ, ବିଭାବରୀ ନ ପାହୁ ଆସିବା ଅଜଣାରେ, କର ବିଚକ୍ଷଣାରେ, ବିନା ତୋ ପ୍ରୀତି କେ ଗତି ଅଛି ଜଗତିରେ। ଏ ଜଗତିରେ ତୋ ପ୍ରୀତି ବିନା କିଏ ସାଉ ମୋର ଅଛି? କ'ଣ କରିବା? କେଡ଼େ ସୁନ୍ଦର କଥା ଉପସଂହାର କରିଛନ୍ତି। ଆଉ ଚାଲେ, ଯାହା ତ ହେଲାଣି, ଯାହା ହେଲାଣି, ଆଉ ମୋ ଉପରେ ରାଗେନା। ଆଉ ବର୍ତ୍ତମାନ ବିଭାବରୀ ନ ପାହୁ ଅଜଣା, ସମସ୍ତଙ୍କ ଅଗୋଚରରେ କେମିତି ଆମେ ସେଇ କୁଞ୍ଜବନକୁ ଯିବା, ଶ୍ୟାମନାଗରଙ୍କ ସାଙ୍ଗରେ ଭେଟ ହେବା, ବଂଶୀ ଧ୍ୱନି ଶୁଣିବା ଇତ୍ୟାଦି କଥା ଉପସଂହାର କବି କରିଛନ୍ତି। ବୋଲେ ଅଷ୍ଟଦୁର୍ଗର ମଘବା, ଅଷ୍ଟଦୁର୍ଗ ଯେ ଆଠଗଡ଼ର ରାଜା ବାଲୁକେଶ କହୁଛନ୍ତି, ବଲ୍ଲୀ ନିକଟକୁ ଚାଲ ଯିବା। ହେ ଲଳିତା, ଚାଲ ବର୍ତ୍ତମାନ, ଆଉ ତୁ ଯାହା ତ ହେଲାଣି ହେଲାଣି, ଯାହା ତ ମାନ ଅଭିମାନ କଲୁଣି, ମୁଁ ସେ କଥାକୁ ତୁ ଏତେ ଗୁରୁତ୍ୱ ଦେବୁ ବୋଲି ମୁଁ ଜାଣିନଥିଲି। ବର୍ତ୍ତମାନ ତାଙ୍କ ରାଜା ସତେ ଯିବି, ତାଙ୍କ ହାତ ଭିଡ଼ିକିରି କଅଁଳେଇ ସଅଳେଇକିରି ତାଙ୍କୁ ଆଜ୍ଞା କହୁଛନ୍ତି, ଚାଲ ବର୍ତ୍ତମାନ ଚାଲେ ଯିବା, ଆଉ କଥାକୁ ଧରେନା। ବଲ୍ଲୀ ନିକଟକୁ, ସେଇ ଯମୁନା ତୀରରେ ଯେଉଁ ବଲ୍ଲୀ ଅଛି, ଲତା ନିକୁଞ୍ଜ, ଆଉ କୁଞ୍ଜବନକୁ ଚାଲେ ଯିବା।
एवं बंशी गीत पीयूष पीवा बंशी गीत भगवान श्रीकृष्णଙ୍କର ବା ଶ୍ୟାମନାଗର ରସରାଜସୀ ଶ୍ୟାମ ସୁନ୍ଦର ବା ଶ୍ୟାମନାଗରଙ୍କର ବଂଶୀ ସମ୍ମୋହନ ଧ୍ୱନି ବଂଶୀର ଯେଉଁ ମୋହିତ ସ୍ୱର୍ଗ ମର୍ତ୍ତ୍ୟ ପାତାଳ ତ୍ରିଭୁବନକୁ ମୋହିତ କରୁଥିବା ଯେଉଁ ମୋହନ ବଂଶୀର ଧ୍ୱନିକୁ ବଂଶୀ ନାଦକୁ ବଂଶୀ ଧ୍ୱନିକୁ ଶୁଣିବା ପିଇବା ଶୁଣିବା କହୁନାହାନ୍ତି ପିଇବା ସେ ଅମୃତ ସେ ହେଉଛି ସେ ତ ଭଗବାନ ଶ୍ରୀକୃଷ୍ଣଙ୍କର ମୋହନ ବଂଶୀର ଧ୍ୱନି ହେଉଛି ଅମୃତ ଧାରା ବର୍ଷି ଦେଉଛି ତାକୁ ପାନ କରିବା ଏବଂ ବିଭାବରୀ ନ ପାଉ ତାଙ୍କ ସାଙ୍ଗରେ ଭେଟିବା କଥା କହୁନାହାନ୍ତି ତାଙ୍କର ବଂଶୀ ଧ୍ୱନି ଶୁଣିବା ତାହାର ଅମୃତ ମାଧୁରୀକୁ ଆସ୍ୱାଦନ କରିବା ଏବଂ ବିଭାବରୀ ନ ପାଉ କେହି ସମସ୍ତଙ୍କ ଅଜାଣତରେ ଯିବା କାହିଁକିନା ବ୍ରଜଦାଣ୍ଡରେ ମୁଁ ପାଦ ପକେଇଲେ ଲୋକ ଜାଣୁଛନ୍ତି ଏଇ ରାଧା ବାହାରିଲା ତେଣୁ ସୁବିଧାରେ କେମିତି ସତର୍କରେ ବହୁ ସତର୍କତା ଅବଲମ୍ବନ କରି ତୋର ମୋର ସେ ଯମୁନା ତୀରରେ ସେ ନିକୁଞ୍ଜ କୁଞ୍ଜ କାନନକୁ ବା କୁଞ୍ଜ ବନକୁ ଯିବା ବଂଶୀ ଧ୍ୱନି ବା ବଂଶୀନାଦ ଶୁଣିବା ଏବଂ ଆନନ୍ଦ ମନରେ ରାତି ନ ପାହୁଣୁ ବିଭାବରୀ ନ ପାଉ ରାତି ନ ପାହୁଣୁ ପୁନର୍ବାର ଆମେ ଫେରି ଆସିବା ପ୍ରତ୍ୟାବର୍ତ୍ତନ କରି ଆସିବା ଆଉ ଚାହେଲେ ଆଉ କିଛି କଥାକୁ ଧରନା କରି ସତେ ଯେମିତି ରାଧା ଆଜ୍ଞା ତାଙ୍କର ମାନ ଭଙ୍ଗ କରିଛନ୍ତି ଏବଂ ରାଧା ଲଳିତାର ହାତ ଧରିକିରି ଆଉ ସେଇ ଯମୁନା ତୀରକୁ ଯିବା ପାଇଁ ତାକୁ ପ୍ରବର୍ତ୍ତଉଛନ୍ତି ଏହିପରି ଭାବରେ ଦୁର୍ଗର ରାଜା ଭାଲୁକେଶ এই কথা କହୁଛନ୍ତି ବୋଲି କବିସୂର୍ଯ୍ୟ ବଳଦେବ ରଥ ଆଜ୍ଞା ବ ଗୀତଟିକୁ ଉପସଂହାର କରିଛନ୍ତି ପରବର୍ତ୍ତୀ ପର୍ଯ୍ୟାୟରେ କ'ଣ ହେଇଛି କାବ୍ୟର ଗତି ସେ ସମ୍ପର୍କରେ ସମୟ ମିଳିଲେ ଆଲୋଚନା କରିବା ନମସ୍କାର।